ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 25 ତାରିଖ, ଓଡ଼ିଆ ମାଘ ମାସ 12 ଦିନ, ରବିବାର, ଶୁକ୍ଳ ପକ୍ଷ, ସପ୍ତମୀ ତିଥି, ଯାହା ରାତ୍ରି 7:33 ପର୍ଯ୍ୟନ୍ତ ରହୁଛି। ତାପରେ ଅଷ୍ଟମୀ ତିଥି ଆରମ୍ଭ ହଉଛି। ଆଜି ରେବତୀ ନକ୍ଷତ୍ର, ଯାହା ଦିବା 10:42 ପର୍ଯ୍ୟନ୍ତ ରହୁଛି। ତାପରେ ଅଶ୍ୱିନୀ ନକ୍ଷତ୍ର ଆରମ୍ଭ ହଉଛି। ଆଜି ମୀନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଦିବା 10:42 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ଯାହାକି ମେଷ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:25 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:29। ଆଜି ଯୁଗ୍ନି ରହିଛି ବାୟ କୋଣରେ, ରାତ୍ରି 7:33 ପରେ ଯୁଗ୍ନି ଐଶାନ୍ୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ଧନୁ ରାଶି ବ୍ୟକ୍ତିଙ୍କର, ଯାହା ଦିବା 10:42 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ମେଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ, ଯାହା ରାତ୍ରି 3:33 ପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁହାନି, ତତ୍ସହିତ କୃଷି ସନ୍ତାନ ହାନି। ଆଜି ସପ୍ତମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଯାହାକି ତାଳ, ତତ୍ସହିତ ନଡ଼ିଆ ଭୋଜନ ନିଷେଧ ରହିଛି। ଏବଂ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ହେଉଛି ମାଘ ସପ୍ତମୀ। ତେବେ ଏହି ମାଘ ସପ୍ତମୀ ଉପଲକ୍ଷେ ଆପଣମାନେ ଯଦି ପ୍ରାପ୍ତ ସ୍ନାନ କରୁଛନ୍ତି, ତେବେ ପ୍ରାପ୍ତ ସ୍ନାନ କରିଲେ ଆପଣଙ୍କୁ ଆଜିର ଦିନରେ କୋଟିଏ ସୂର୍ଯ୍ୟଗ୍ରହଣ କାଳୀନ ସ୍ନାନର ପୁଣ୍ୟ ଫଳ ମିଳିଥାଏ। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ। ସୀମାନ୍ତୟନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ପୁରାତନ ଗ୍ରହ ପ୍ରବେଶ, ଦେବତା ଗଠନ, ନୌକା ଗଠନ ଓ ଯାନବାହନ ଓ ଯାତ୍ରା, ପୁଣ୍ୟ ଆରମ୍ଭ, କ୍ରିୟ ବାଣିଜ୍ୟ, ଔଷଧୀକରଣ ଓ ସେବନ, ହଳ ପ୍ରଭାବ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ୍ୟ ସ୍ଥାପନ, ରଣଗ୍ରହଣ ଓ ଦାନ, ନବବସ୍ତ୍ର ପରିଧାନ, ନବଶଯ୍ୟା ଉପଭୋଗ, ତତ୍ସହିତ ହୁମାଦି ଶାନ୍ତି କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 11:07 ରୁ ଦିବା 3:15 ମଧ୍ୟ ରହିଛି 12 ବେଳା ସହିତ କାଳ ବେଳା। ସେହିଭଳି ଦିବା 4:13 ରୁ ସନ୍ଧ୍ୟା 5:37 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 11:29 ରୁ ରାତ୍ରି 1:04 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 10